ଆଜି ପୁଣି ମୁଁ ଆସିଛି ଆପଣଙ୍କ ପାଇଁ ଗୋଟେ ଛୋଟ ଗପ ନେଇ। ଶୁଣିବେ ତ? ସେ ଗପଟିର ନାଁ ହେଲା ଖୋଲା ପଞ୍ଜୁରୀ। ରାସ୍ତାରେ ଗଲାବେଳେ ଗୋଟେ ଆପାର୍ଟମେଣ୍ଟର ବାଲକୋନିରେ ଗୋଟେ ପଞ୍ଜୁରୀଟେ ଝୁଲିଥିବାର ଦେଖାଯାଏ। ସେଇ ପଞ୍ଜୁରୀ ଭିତରେ ଦୁଇଟି ପକ୍ଷୀ ହଳଦୀ ରଙ୍ଗର ପ୍ରାୟ ସମୟରେ କିଚିରି ମିଚିରି କରନ୍ତି। କେତେ ସ୍ନେହ, କେତେ ଶ୍ରଦ୍ଧା, ଅନାବିଳ ପ୍ରେମ ସେ ଦୁଇଟି ପକ୍ଷୀ ମଧ୍ୟରେ। ଠିକ୍ ମନେ ହୁଏ କପୋତ କପୋତୀ ପରି, ଯେଉଁଟାକି ମଣିଷ ଭିତରେ ଖୁବ୍ କମ୍ ଦେଖାଯାଏ। ବହୁତ ଖୁସିରେ ସେମାନେ ଥାଆନ୍ତି। ଦିନେ ସେଇ ଘରର ସାନ ପୁଅଟି ସ୍କୁଲରୁ ଆସି ମାଆଙ୍କୁ ଖୋଜିଲା। ମାମା ମାମା କୁଆଡ଼େ ଗଲ ମାମା? ମା ଆସିଲେ, କ'ଣ ହେଲା ବାବୁ, ସ୍କୁଲର କଥା କିଛି କହିବାକୁ ଅଛି? ସେ କହିଲା, ନାଇଁ ମାମା, ତୁମକୁ ଗୋଟେ କଥା କହିବି, ତୁମେ ରାଗିବନି ତ? ମା କହିଲେ, ନା ନା, ମୁଁ ରାଗିବି କାହିଁକି, କହ। ନା ମାମା, ଜାଣିଛ ଆଜି କ୍ଲାସରେ ମ୍ୟାମ୍ ପକ୍ଷୀ ବିଷୟରେ ପଢ଼ଉଥିଲେ। ଆଉ ସେ କ'ଣ କହିଲେ ଜାଣିଛ? କହିଲେ ପକ୍ଷୀ ହେଉଛି ମୁକ୍ତ ଆକାଶର ବିହଙ୍ଗ। ତାକୁ କେବେ ବି ଆବଦ୍ଧ କରି ରଖିବା ଉଚିତ ନୁହେଁ। ମାମା, ତମେ ଆଜି ଖୋଲିଦିଅ। ଦୁଇଟି ପକ୍ଷୀକୁ ତମେ ଦୂର ଦିଗ୍ବଳୟକୁ ଛାଡ଼ିଦିଅ। ନୀଳ ଆକାଶରେ ସେମାନେ ଉଡ଼ି ବୁଲିବେ। ଖୋଲିଦିଅ ମାମା, ଖୋଲିଦିଅ ମାମା। ମା ପିଲାଟିର ଆକୁଳ ଆବେଦନରେ ପଞ୍ଜୁରୀର ଦୁଆରକୁ ଖୋଲିଦେଲେ। ଯେମିତି ଖୋଲିଛନ୍ତି, ଗୋଟେ ପକ୍ଷୀ ଫୁର୍ କିନା ଆକାଶକୁ ଉଡ଼ିଗଲା, ନୀଳ ଆକାଶରେ ମିଶିଗଲା। ଆଉ ଗୋଟିଏ ପକ୍ଷୀ ଯିବ ତ, ସେ କିନ୍ତୁ ଯାଉନଥାଏ। ପିଲାଟି ଚାହିଁଥାଏ ପକ୍ଷୀକୁ, ମା ବି ଚାହିଁଥାନ୍ତି। ଆଉ ସେ ପକ୍ଷୀଟି ଥରେ ପିଲାଟିର କରୁଣ ମୁହଁକୁ ଚାହୁଁଥାଏ, ଆଉ ଥରେ ଦେଖୁଥାଏ ଦୂର ଦିଗ୍ବଳୟକୁ। କେମିତି ଲାଗିଲା? ନିଶ୍ଚୟ ଜଣେଇବେ। ଆଜି ପାଇଁ ଶୁଭରାତ୍ରି।